देखो गत विगत 3 ରୁ 4 ମାସ ଭିତରେ ବହୁତ ଆମର ବାଲେଶ୍ୱର କୁହନ୍ତୁ ସଦୈକୁଣ୍ଡା ଟାଉନ ବାରିପଦା କୁହନ୍ତୁ ସମସ୍ତ ସ୍ଥାନରେ ବିଭିନ୍ନ ପ୍ରକାର ଛିନତାଇର ଅଭିଯୋଗ ହେଇଥିଲା। ସେଥିପାଇଁ ଆମର ସ୍ପେଶାଲି ସୋର ଥାନାରେ ଏସପି ସାର୍ଙ୍କର ନିର୍ଦ୍ଦେଶ କ୍ରମେ ସ୍ପେଶାଲ ସ୍କ୍ୱାଡ୍ ମିଳିତ ଭାବରେ ଏକ ଟିମ୍ ଗଠନ ହେଇଥିଲା। ଗଠନ ପରେ ମଧ୍ୟ ପରଦିନ ରାୟପୁର ଗ୍ରାମରୁ ଶରଧାବଣୀ ଜେନା ତାଙ୍କର ଘର ପାଖରେ ଫୁଲ ତୋଳୁଥିବା ସମୟରେ ଅଜଣା 2 ଜଣ ବ୍ୟକ୍ତି ଗୋଟେ ପଲ୍ସରରେ ଆସିକି ଛିନତାଇ କରିଥିଲେ। ସେ ଆଧାରରେ ଆମର 16 PS କେସ୍ 579/26 କେସ୍ ରୁଜୁ ହେଇଥିଲା। ସିସିଟିଭି ଆଧାରରେ ତଦନ୍ତ ଜାରି ହେଇଥିଲା। କିନ୍ତୁ ଗତକାଲି ସନ୍ଧ୍ୟାରେ ଇଭିନିଂ ପେଟ୍ରୋଲିଂ ସମୟରେ ଯେଉଁ ଆମର ସିସିଟିଭି ଆଧାରରେ ଫଟୋ ଆମେ ପାଇଥିଲୁ, ସେ ଆକ୍ୟୁଜ୍କୁ ଧରିବାରେ ସକ୍ଷମ ହୋଇଥିଲୁ। ଆକ୍ୟୁଜ୍କୁ ଧରି ସାରିବା ପରେ ସେ 2-3 ଜଣ ମଧ୍ୟ ଆକ୍ୟୁଜ୍ ଧରା ହେଇଛନ୍ତି। ସେମାନେ ବିକିଥିବା ଏକ ରିସିଭର ସୁନା ଦୋକାନୀ ଯିଏକି ବାଲେଶ୍ୱର ଟାଉନରେ ଯଶୋଦା ଜୁଏଲାରୀ ଦେଇଥିଲେ, ସିଏ ମଧ୍ୟ ଆମ ଆରେଷ୍ଟ ହେଇଛନ୍ତି। ତାଙ୍କ ପାଖରୁ ଗତକାଲି ଚୋରି ହେଇଥିବା ସୁନା ଚେନ୍ର ମେଲ୍ଟେଡ୍ ପାର୍ଟ ଆଉ ବିଗତ ଦିନରେ ଚୋରି ହେଇଥିବାର ସୁନା ବିକି ସେ ସୁନା ସାମଗ୍ରୀ କିଣିଥିଲେ ସେ ମଧ୍ୟ ସବୁ ଜବତ ହେଇଛି। ବର୍ତ୍ତମାନ 3 ଜଣଙ୍କର ସମ୍ପୃକ୍ତି ଆମ ପାଖରେ ଅଛି, ଯେଉଁମାନେ କଳା ପଲ୍ସ ଆଉ ଗୋଟେ ଗାଡ଼ିରେ ଇନଭଲ୍ଭ ଥିଲେ, ଆଉ ଜଣେ ରିସିଭର ଅଛନ୍ତି। ସେମାନେ ଦେଖନ୍ତି ଲୋନଲି ଟାଇମ୍ରେ ସକାଳ ସମୟରେ କେହି ନଥିବା ସମୟରେ ସ୍ତ୍ରୀ ଲୋକମାନେ ଯିଏ ଏକା ୱାକିଂ କରନ୍ତି କି ଫୁଲ ତୋଳନ୍ତି ସେମାନଙ୍କ ପାଖରୁ ଟାର୍ଗେଟ କରନ୍ତି। ଗୋଟେ ପଲ୍ସର ବ୍ଲାକ୍ କଲର ପଲ୍ସର ଯେଉଁଥିରେ ସେମାନେ କ୍ରାଇମ୍ କରନ୍ତି। ପରଦିନ ଯେଉଁ କେସ୍ ହେଇଥିଲା ସୁନା ଚେନ୍ ତ ମେଲ୍ଟେଡ୍ କରିଥିଲେ, ସେ ସୁନା ପାର୍ଟସ ଜବତ ହେଇଛି। ସୁନା ସାମଗ୍ରୀ କିଛି ଦୋକାନରୁ ଜବତ ହେଇଛି ଆଉ ଲକ୍ଷେ ଟଙ୍କା ଜବତ ହେଇଛି। ପାଖାପାଖି 15-20 କେସ୍ରେ ସେମାନେ ଇନଭଲ୍ଭ ଅଛନ୍ତି। ମାଣାସ୍ତ୍ର କିଛି ମିଳିନାହିଁ। ସୁନା 10 ଗ୍ରାମ ଅଛି ଯେଉଁଟା ଚୋରି ହେଇଥିଲା, ଆଉ କିଛି ରିକଭରି ଆମେ ପରେ ରିମାଣ୍ଡ ଆଣିକି ରିକଭରି କରିବୁ।